ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ଆସନ୍ତୁ ଜାଣିବା ଆମ ଜୀବନର ନିରଟ ପିତା ସତ୍ୟ କଥା। କାନ୍ଦୁଥିବା ଆଖି କେବେ ବି ମିଛ କହିନଥାଏ, କାହିଁକି ନା ଆଖିର ଲୁହ ସେତିକି ବେଳେ ଆସିଥାଏ ଯେତେବେଳେ କିଏ ନିଜ ଲୋକ କଷ୍ଟ ଦେଇଥାଏ। ଏହି ତିନୋଟି ଜିନିଷ କେବେ ବି ଅପେକ୍ଷା କରିନଥାଏ। ଏକରେ ସମୟ, ଦୁଇରେ ମୃତ୍ୟୁ, ତିନିରେ ଗ୍ରାହକ। ଦୁନିଆ ସହିତ ଲଢ଼ିପାରିବି, କିନ୍ତୁ ନିଜ ଲୋକଙ୍କ ସହିତ ନୁହେଁ। କାହିଁକି ନା ମୋତେ ମୋ ନିଜ ଲୋକଙ୍କ ସହିତ ଜିଇଁବାର ଅଛି, ଜିତିବାର ନୁହେଁ। ମାତା ପିତା ଏବଂ ସଂସ୍କାର ବହୁତ ଅର୍ଥ ରହିଥାଏ। କେବଳ ଭଲ ପାଠଶାଠ ପଢ଼ିଦେଲେ କେହି ଗୋଟେ ଭଲ ମଣିଷ ହୋଇପାରି ନଥାଏ। ଏହି ତିନୋଟି ଜିନିଷ ମନେ ରଖିବା ଉଚିତ ଅଟେ। ଏକରେ ସତ୍ୟ, ଦୁଇରେ କର୍ତ୍ତବ୍ୟ, ତିନିରେ ମୃତ୍ୟୁ। ତିନୋଟି ଜିନିଷ ଜୀବନରେ ଗୋଟେ ଥର ମିଳିଥାଏ, ମା, ବାପା ଏବଂ ଯବାନୀ। ଏହି ତିନୋଟି ଜିନିଷ ଅନ୍ୟ କେହି ଚୋରେଇକି ନେଇପାରିବେ ନାହିଁ। ଏକରେ ବୁଦ୍ଧି, ଦୁଇରେ ଚରିତ୍ର, ତିନିରେ ଦକ୍ଷତା। ମଣିଷ ବଡ଼ ଅଜୀବ ଆତ୍ମାର ମାଲିକ। ମୃତମାନଙ୍କ ପାଇଁ କାନ୍ଦିଥାଏ ଏବଂ ଜୀବନ ଥିବା ମଣିଷକୁ ବି କନ୍ଦେଇ ଦେଇଥାଏ। ସେବା ସମସ୍ତଙ୍କର କରନ୍ତୁ, କିନ୍ତୁ ଆଶା କାହାଠୁ ବି ରଖନ୍ତୁ ନାହିଁ। କାହିଁକି ନା ସେବାର ଠିକ୍ ମୂଲ୍ୟ କେବଳ ଈଶ୍ୱର ହିଁ ଦେଇଥାନ୍ତି, ମଣିଷ ନୁହେଁ। ପରିବାର ତାର ଆଗକୁ ବଢ଼ିଥାଏ ଯାହାର ମୁଖିଆ ବୁଝିବାର ହୋଇଥିବେ। କେ ଜଣେ ପୁରା ଠିକ୍ କଥା କହିଥିଲେ, ବହିରୁ ଶିଖିବେ ତ ନିଦ ଆସିଯାଇଥାଏ ଏବଂ ଜୀବନରୁ ଶିଖିବେ ତ ନିଦ ପୁରା ଉଡ଼ିଯାଇଥାଏ। ଜୀବନ ଏତେ ସହଜ ହୋଇନଥାଏ, ଜୀବନକୁ ସହଜ କରିବାକୁ ପଡ଼ିଥାଏ। କେବେ ପ୍ରାର୍ଥନା କରିକି, କେବେ ଅପେକ୍ଷା କରିକି, କେବେ କ୍ଷମା କରିକି ଏବଂ କେବେ ଅଣଦେଖା କରିକି। ଏହି ତିନୋଟି ଜିନିଷ କେବେ ବି ଫେରିକି ଆସିନଥାଏ। ଏକରେ କହିଦେଇଥିବା ଶବ୍ଦ, ଦୁଇରେ ବିତି ଯାଇଥିବା ସମୟ, ତିନିରେ ଭାଙ୍ଗି ଯାଇଥିବା ଭରସା। ଭରସା ତା ଉପରେ କରନ୍ତୁ ଯିଏ ଆପଣଙ୍କର ଏହି ତିନୋଟି କଥା ବୁଝିପାରିବ। ଏକରେ ହସୁଥିବା ପଛର ଯନ୍ତ୍ରଣା, ଦୁଇରେ ରାଗିଥିବା ପଛର ଭଲ ପାଇବା, ତିନିରେ ଚୁପ୍ ରହିବା ପଛର କାରଣ। ଏହି ତିନି ଲୋକ ସବୁବେଳେ ଚିନ୍ତିତ ରୁହନ୍ତି। ଏକରେ ସାହାଯ୍ୟକାରୀ, ଦୁଇରେ ବିଶ୍ୱସ୍ତ, ତିନିରେ ସଫା ହୃଦୟର ବ୍ୟକ୍ତି। ଭାଗ୍ୟକୁ ଖରାପ କହୁଥିବା ବ୍ୟକ୍ତି କେବେ କୌଣସି ଗରିବ ପାଖରେ ବସିକି ପଚାରନ୍ତୁ, ଜୀବନ କ'ଣ? ଜୀବନରେ ଏହି ପାଞ୍ଚଟି ଜିନିଷକୁ କେବେ ବି ଭାଙ୍ଗନ୍ତୁ ନାହିଁ। ଏକରେ ବିଶ୍ୱାସ, ଦୁଇରେ ପ୍ରତିଜ୍ଞା, ତିନିରେ ହୃଦୟ, ଚାରିରେ ସମ୍ପର୍କ, ପାଞ୍ଚରେ ବନ୍ଧୁତ୍ୱ। କାହିଁକି ନା ଏହା ଯେତେବେଳେ ଭାଙ୍ଗିଥାଏ ନା, ଆବାଜ ତ ଜମା ବି ହୋଇନଥାଏ, କିନ୍ତୁ କଷ୍ଟ ବହୁତ ହୋଇଥାଏ। ପ୍ରେମ କେବେ ବି ନିଜ ଆବଶ୍ୟକତା ପୂରଣ କରିବା ପାଇଁ ହୋଇନଥାଏ, ସବୁବେଳେ ଜଣେ ଅନ୍ୟ ଜଣର ଦୁଃଖ ସୁଖରେ ସାଥ ଦେବା ଏବଂ ଭାବନାକୁ ବୁଝିବା ପାଇଁ ହୋଇଥାଏ। ଡେରି ଜମା ବି କରନ୍ତୁ ନାହିଁ। ଏକରେ ସମୟ ବିତି ଯାଉଛି, ଦୁଇରେ ଆପଣଙ୍କ ବାପା ମା ବୃଦ୍ଧ ହୋଇଗଲେଣି, ତିନିରେ ଆପଣଙ୍କ ଜୀବନ ହ୍ରାସ ହେବାରେ ଲାଗିଛି, ଚାରିରେ ବେଳେବେଳେ କାହା ସହିତ କିଛି ବି ହୋଇପାରେ, ପାଞ୍ଚରେ ଆପଣଙ୍କ ମାତା ପିତା ଆପଣଙ୍କ ସଫଳତା ପାଇଁ ଅପେକ୍ଷା କରିଛନ୍ତି। ସେଥିପାଇଁ ଯାହା ବି କରିବାର ଅଛି ଶୀଘ୍ରରୁ ଅତି ଶୀଘ୍ର କରିଦିଅନ୍ତୁ, କାରଣ ସମୟ କାହାକୁ ଅପେକ୍ଷା କରେ ନାହିଁ, ସମୟ ତା ବାଟରେ ଚାଲିଯାଉଛି। ଜୀବନର ପାଞ୍ଚଟି ପିତା ସତ୍ୟ। ଏକରେ ଆପଣ ସଚୋଟ ହେବା ଆରମ୍ଭ କରିଦିଅନ୍ତୁ, ସ୍ୱାର୍ଥପର ଲୋକ ନିଜକୁ ନିଜେ ଦୂରେଇ ଯିବେ। ଦୁଇରେ ଦୁନିଆକୁ ସଫେଇ ଦେବାରେ ସମୟ ବ୍ୟର୍ଥ କରନ୍ତୁ ନାହିଁ, ନିଜ ଭିତରେ ଉଚ୍ଚ ଏବଂ ସକାରାତ୍ମକ ରୁହନ୍ତୁ। ତିନିରେ ଯେତେ ଦିନ ନିଜକୁ ସମୟ ଦେବେ ସେତେ ଜୀବନରେ ଆଗକୁ ବଢ଼ିବେ। ଚାରି, କିଏ କ'ଣ କରୁଛି, କ'ଣ ପାଇଁ କରୁଛି, କାହା ପାଇଁ କରୁଛି, ଏହିସବୁ କଥାରୁ ଯେତେ ଦୂରରେ ରହିବେ ଜୀବନରେ ସେତେ ଶୀଘ୍ର ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ। ଜୀବନରେ ଏହି ଦୁଇଟି ଜିନିଷ କେବେ ବି କରନ୍ତୁ ନାହିଁ, ମିଛ ବ୍ୟକ୍ତିକୁ ପ୍ରେମ, ଦୁଇରେ ସତ୍ୟ ଲୋକଙ୍କ ସହିତ
ଟାଇମ୍ ପାସ୍। ଆବଶ୍ୟକତାଠାରୁ ଅଧିକ ସ୍ମାର୍ଟ ହେବା ଏବଂ ଆବଶ୍ୟକତାଠାରୁ ଅଧିକ ସଂଲଗ୍ନ ହେବା ଚିନ୍ତାର କାରଣ ହୋଇଥାଏ। ସେଥିପାଇଁ ସର୍ବଦା ନିଜ କାମରେ ରକ୍ଷଣାବେକ୍ଷଣ କରନ୍ତୁ। ଏହି ତିନୋଟି ଜିନିଷ ଭାଇ ଭାଇକୁ ବି ଅଲଗା କରିଦେଇଥାଏ। 1ରେ ପାତ୍ର, 2ରେ ପଇସା, 3ରେ ଜମି। କଥା ତା ସହିତ ହୁଅନ୍ତୁ ଯିଏ ଆପଣଙ୍କ ସହିତ କଥା ହେବା ପାଇଁ ଚାହୁଁଛି, କାରଣ କାହା ପଛରେ ପଡ଼ିକି କଥା ହେବା ଭଲ କଥା ଆଦୌ ନୁହେଁ। ଯିଏ ବଦଳିଗଲା ସେ ମୋର ହିଁ ନୁହଁ ଏବଂ ଯିଏ ମୋର ସେ କେବେ ବି ବଦଳିବ ହିଁ ନାହିଁ। ସେ ଯାହା ବି ହେଉ, ପ୍ରେମ କି ବିଶ୍ୱାସ। କ୍ରୋଧରେ କହିଥିବା କଠୋର ଶବ୍ଦ ଏତେ ବିଷାକ୍ତ ହୋଇଥାଏ ଯେ ଆପଣଙ୍କର 1000 ଭଲ ପାଇବା କଥାକୁ 1 ମିନିଟରେ ନଷ୍ଟ କରିଦେଇଥାଏ। ସେଥିଲାଗି କ୍ରୋଧରେ କାହାକୁ ଏତେ ବି ବିଷାକ୍ତ କଥା କୁହନ୍ତୁ ନାହିଁ। କ୍ରୋଧ ସଦାବେଳେ ଚୁପ୍ ରୁହନ୍ତୁ। ଉଦ୍ଦେଶ୍ୟ ଯେତେ ବି ଭଲ ହେଉନା କାହିଁକି, ଦୁନିଆ ଆପଣଙ୍କୁ ଆପଣଙ୍କ ଦେଖେଇ ହେବାରୁ ଜାଣିଥାଏ ଏବଂ ଦେଖେଇ ହେବା ଯେତେ ବି ଭଲ ହେଉନା କାହିଁକି, କିନ୍ତୁ ଉପରବାଲା ଆପଣଙ୍କୁ ଆପଣଙ୍କ ଉଦ୍ଦେଶ୍ୟରୁ ହିଁ ଜାଣିଥାଏ। ପରିବର୍ତ୍ତନକୁ ଡରିବା ଏବଂ ସଂଘର୍ଷକୁ କାଟିବା ମନୁଷ୍ୟର ସବୁଠୁ ବଡ଼ ଭୟ ରହିଥାଏ। ଏହା ଜୀବନର ସବୁଠୁ ବଡ଼ ଗୁରୁ ସମୟ ହୋଇଥାଏ। କାହିଁକି ନା ଯାହା ସମୟ ଶିଖାଇଥାଏ ତାହା ଅନ୍ୟ କେହି ବି ଶିଖାଇ ପାରିନଥାନ୍ତି। ସଂସାରରେ ସବୁ ବସ୍ତୁର ଭଲ ମନ୍ଦ 2ଟି ଦିଗ ଥାଏ। ଯାହାର ଦୃଷ୍ଟି ଭଲ ହୋଇଥାଏ ତାକୁ ଭଲ ହିଁ ଦେଖାଯାଇଥାଏ ଏବଂ ଯାହାକୁ ମନ୍ଦ ଦେଖିବାରେ ଅଭ୍ୟାସ ଅଛି ତାକୁ ସବୁ ମନ୍ଦ ହିଁ ଦେଖାଯାଇଥାଏ। ଏହା ତ ନିରାଟ ସତ୍ୟ କଥା। ଗୋଟେ ଭଲ ବୁଝିବା ମଣିଷର ଏହି 3ଟି ଭଲ ଅଭ୍ୟାସ ରହିଥାଏ। ଏହାକୁ ଆପଣ ମନେ ରଖିଥାନ୍ତୁ। 1ରେ ସିଏ ନିଜଠୁ କମଜୋର ମଣିଷକୁ କେବେ ବି ନିଚା ଦେଖି ନଥାଏ। ସିଏ ସବୁବେଳେ ତାର ହାତ ଧରିକି ଆଗକୁ ବଢ଼େଇଥାଏ। 2ରେ ସିଏ ସବୁବେଳେ ନିଜ ଭୁଲକୁ ମାନିଥାଏ, ତାକୁ ସୁଧାରିଥାଏ ଏବଂ କେବେ ବି ସେଇ ଭୁଲକୁ ଆଉ ଥରେ ବି ଦୋହରେଇ ନଥାଏ। 3ରେ ସିଏ ସବୁବେଳେ ଉଚିତ ସମୟ ଆସିବା ପରେ ହିଁ ଜବାବ ଦେଇଥାଏ ଏବଂ ବାକି ସମୟ ପୁରା ଚୁପଚାପ ହିଁ ରହିଥାଏ। ଏହା ହେଉଛି ଗୋଟେ ଭଲ ମଣିଷର ଅଭ୍ୟାସ। ମହତ୍ତ୍ୱପୂର୍ଣ୍ଣ କଥା, ଗୋଟେ ମଣିଷ ପାଖରେ 1,00,000 ଫଲୋଅର୍ସ ଥିଲେ ଏବଂ ତା ସହିତ ବି 1,00,000 ସାଙ୍ଗ ଥିଲେ, କିନ୍ତୁ ଯେତେବେଳେ ସେଇ ମଣିଷ ମେଡ଼ିକାଲରେ ଆଡ଼ମିସନ୍ ହେଲା ତ ସେଇ ମେଡ଼ିକାଲ ଗେଟ୍ ପାଖରେ କେବଳ ତା ପରିବାର ହିଁ ଲୋକ ହିଁ ଛିଡ଼ା ହୋଇଥିଲେ। ଅନ୍ତତଃ ନିଜକୁ ନିଜ ସମୟ ଦିଅନ୍ତୁ। ତେଣୁକରି ଆପଣଙ୍କୁ ଗୋଟେ ଦାୟିତ୍ୱ ବି ସମ୍ଭାଳିବାର ଅଛି। ସେଥିପାଇଁ ନିଜ ପରିବାରକୁ ସମୟ ଦିଅନ୍ତୁ, ନିଜକୁ ସମୟ ଦିଅନ୍ତୁ ଏବଂ ଖୁସିରେ ରୁହନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଲାଇକ୍ କମେଣ୍ଟ ସେୟାର ବି କରନ୍ତୁ। ସମ୍ପୂର୍ଣ୍ଣ ଭିଡ଼ିଓଟି ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।